ପିଲାମାନେ ତମମାନେ ଥମ୍ବନେଲ୍ ଦେଖି ଜାଣିପାରୁଥିବ ଆଜି ଭିଡିଓରେ ଆମେ ତମ ସାହିତ୍ୟ ବହିରେ ଥିବା ସଭ୍ୟ ଜମିଦାର ଏହି ସଭ୍ୟ ଜମିଦାର ଗଳ୍ପଟିର ଆମେ 2 ମାର୍କିଆ ପ୍ରଶ୍ନ ଏହି ଭିଡିଓରେ ଆଲୋଚନା କରିବା ଯାହାର ଗାଳ୍ପିକ ହେଉଛନ୍ତି ଫକୀର ମୋହନ ସେନାପତି। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ଯାହା ଫଳରେ ତମମାନେ ଘରେ ବସି ମୋବାଇଲ ସାହାଯ୍ୟରେ ଏହିଭଳି ପ୍ରଶ୍ନ ପାଇପାରିବ। ତ ପିଲାମାନେ ଯେହେତୁ ତମମାନଙ୍କ ବୋର୍ଡ ଏକ୍ଜାମ ଆଉ ଅଳ୍ପ ଦିନ ରହିଲା, ଆମେ ଆଉ ସମୟ ନଷ୍ଟ ନ କରି ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋପାଳ ପାଇଁ କ'ଣ କରିଥିଲେ? ତ ପିଲାମାନେ ପ୍ରଶ୍ନ ତମର ଅଛି ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋପାଳ ପାଇଁ କ'ଣ କରିଥିଲେ? ପିଲାମାନେ ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋପାଳ ପାଇଁ କ'ଣ କରିଥିଲେ? ନା ଗାଁରେ ବୁଲୁଥିବା 10-12 ବର୍ଷର ଛେଉଣ୍ଡ ପିଲା ଗୋପାଳ ପ୍ରତି ଦୟାକରି ବଳରାମ ବାବୁ ତାକୁ ସାଙ୍ଗରେ ନେଇଗଲେ। ମାତ୍ର ନିଜର କର୍ମ ପ୍ରତି ନିଷ୍ଠା, ସଚୋଟପଣିଆ ଓ ନିର୍ଲୋଭ ଗୁଣ ବଳରେ ସେ ବାବୁଙ୍କର ଅତି ବିଶ୍ୱାସର ପାତ୍ର ପାଲଟି ଗଲା। ଏପରିକି ବାବୁ ଗୋପାଳ ହାତ ଛଡ଼ା ଆଉ କାହାରି ହାତରୁ ଜଳ ଛୁଇଁଲେ ନାହିଁ। ଗୋପାଳର କର୍ମନିଷ୍ଠାରେ ସନ୍ତୁଷ୍ଟ ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋପାଳ ପାଇଁ ଗୋଟିଏ ଘର ବନାଇ ଦେଇ ତାକୁ ବିଭା କରାଇ ଦେଲେ। ତ ପିଲାମାନେ ମନେ ରଖିବ ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋପାଳ ପାଇଁ କ'ଣ କରିଥିଲେ। ତ ପିଲାମାନେ ନେକ୍ସଟ କ୍ୱେଶ୍ଚନ ଦେଖିବା। ରନ୍ଧାବଢ଼ା ସାରି ଗୋପାଳ ଗଦିରେ କ'ଣ କରିଥାଏ? ପିଲାମାନେ ରନ୍ଧାବଢ଼ା ସାରି ଗୋପାଳ ଗଦିରେ କ'ଣ କରିଥାଏ? ନା ପୂଝାରୀ ବଳରାମ ବାବୁଙ୍କ ଘରୁ 500 ଟଙ୍କାର ଥଳିଟା ନେଇ ଚମ୍ପଟ ମାରିବା ପରେ ଅଗତ୍ୟା ଗୋପାଳ ବାବୁଙ୍କ ପାଇଁ ରନ୍ଧାବଢ଼ା କରିବା କାମ ଆପଣେଇ ନେଲା ଓ ବାବୁ ତା ରୋଷେଇରେ ମଧ୍ୟ ପୂର୍ବାପେକ୍ଷା ଅଧିକ ସନ୍ତୋଷ ଲାଭ କଲେ। ଗୋପାଳ ରନ୍ଧାବଢ଼ା ସାରିଦେଲା ପରେ ମଧ୍ୟ ବାବୁଙ୍କ ପାଖେ ପାଖେ ଗଦିରେ ସବୁବେଳେ ରହିଥାଏ। ସେ କେବେ ହେଲେ ତୁଚ୍ଛାଟାରେ ବସି ରହେ ନାହିଁ। କେତେବେଳେ କଣ୍ଟା ଧରି ମାଲ ତଉଲ କରେ ତ କେତେବେଳେ ମାଲ ସାଇଡିବା କାମରେ ବ୍ୟସ୍ତ ରହି ବାବୁଙ୍କୁ ସାହାଯ୍ୟ କରିଥାଏ। ତ ପିଲାମାନେ ମନେ ରଖିବ ରନ୍ଧାବଢ଼ା ସାରି ଗୋପାଳ ଗଦିରେ କ'ଣ କରିଥାଏ। ନେକ୍ସଟ କ୍ୱେଶ୍ଚନ, ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ରେ କ'ଣ ଜଣାଇଥିଲେ? ତ ପିଲାମାନେ ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ରେ କ'ଣ ଜଣାଇଥିଲେ? ଏହାର ଉତ୍ତର ତମାନେ କ'ଣ ଲେଖିବ? ବେପାରର ସବୁ ପେଞ୍ଚ ଜାଣିଗଲା ପରେ ଗୋପାଳ ଚନ୍ଦ୍ର ମହାପାତ୍ରେ ଅନୁସନ୍ଧାନ କରି ବୁଝିଲେ ଯଶୋର ମୋତିହାର ପାବନା ଅଞ୍ଚଳରେ ଯେଉଁ ଧୂଆଁପତ୍ର ଚାଷ ହୁଏ ତାହାକୁ ପ୍ରଥମେ ଚାଷୀଠାରୁ ବୁଲା ବେପାରୀ କିଣେ, ତାଠାରୁ ପାଇକାର ବେପାରୀ କିଣି ଗୋଦାମବାଲାଙ୍କୁ ବିକେ ଓ ଗୋଦାମବାଲା ଠାରୁ ଦଣ୍ଡିଦାର ମାଲ କିଣି ଚାଲାଣ କରେ। ଏହିପରି କଲିକତାରେ ମାଲ ପହଞ୍ଚିଲା ବେଳକୁ 3ଟା ହାତରେ ଲାଭ ଲାଗିଯାଏ। ତେଣୁ ଦିନବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ରେ ଜଣାଇଲେ, ଆଜ୍ଞା ବେପାରର ଲାଭ ବିକା ଜାଗାରେ ନୁହେଁ କିଣା ଜାଗାରେ। ତ ପିଲାମାନେ ମନେ ରଖିବ ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ରେ କ'ଣ ଜଣାଇଥିଲେ। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ସାନ ବାବୁଙ୍କ ସମ୍ପର୍କରେ ଅବଧାନ ମହାପାତ୍ରଙ୍କୁ କ'ଣ କହିଛନ୍ତି? ତ ପିଲାମାନେ ସାନ ବାବୁଙ୍କ ସମ୍ପର୍କରେ ଅବଧାନ ମହାପାତ୍ରଙ୍କୁ କ'ଣ କହିଛନ୍ତି? ସାନ ବାବୁଙ୍କ ସମ୍ପର୍କରେ ଅବଧାନ ମହାପାତ୍ରଙ୍କୁ କହିଛନ୍ତି, ସାନ ବାବୁ ଖୁବ୍ ବୁଦ୍ଧିଆ ଓ ଭାରି ପାଠୁଆ ଏବଂ ଖଡ଼ିପାଠ ପୋଥିପାଠ ସବୁ ଛିଡ଼ିଲାଣି, ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ। ଏପରି କହିବାର ଅସଲ ଉଦ୍ଦେଶ୍ୟ ହେଲା ରାଜୀବ ଖୁବ୍ ଦୁଷ୍ଟ, ଚାଟଶାଳୀରେ ଖୁବ୍ ଉତ୍ପାତ କରେ। ଅବଧାନଙ୍କୁ ମଧ୍ୟ ପଦେ ଶୁଣାଇ ଦିଏ। ବଡ଼ ଲୋକର ପୁଅ ବୋଲି ଅବଧାନେ ଡରି ମରି କିଛି କହିପାରନ୍ତି ନାହିଁ। ତ ପିଲାମାନେ ମନେ ରଖିବ ସାନ ବାବୁଙ୍କ ସମ୍ପର୍କରେ ଅବଧାନ ମହାପାତ୍ରଙ୍କୁ କ'ଣ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ରାଜୀବ ସମ୍ପର୍କରେ ସାଆନ୍ତାଣୀ ସାଆନ୍ତଙ୍କୁ କ'ଣ କହିଛନ୍ତି? ତ ପିଲାମାନେ ପ୍ରଶ୍ନ କ'ଣ ଅଛି, ରାଜୀବ ସମ୍ପର୍କରେ ସାଆନ୍ତାଣୀ ସାଆନ୍ତଙ୍କୁ କ'ଣ କହିଛନ୍ତି? ପିଲାମାନେ ଏହାର ଉତ୍ତର କ'ଣ ଲେଖିବ? ରାଜୀବ ସମ୍ପର୍କରେ ସାଆନ୍ତାଣୀ ସାଆନ୍ତଙ୍କୁ କହିଛନ୍ତି ଯେ ରାଜୀବ ତାଙ୍କ ବୋଲ ନ ମାନି ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ବୁଲୁଛି, ତେଣୁ ସେ ତାଙ୍କୁ ସାଙ୍ଗରେ ନେଇଯାଆନ୍ତୁ। ଗାଁରେ ରହି ରାଜୀବର ଦୁଷ୍ଟାମି ଦିନକୁ ଦିନ ବଢ଼ି ଚାଲିଥିବାରୁ
ସାଆନ୍ତାଣୀ ଚାହୁଁଥିଲେ ରାଜୀବ ତା ବାପା ସାଙ୍ଗରେ କଲିକତା ଚାଲିଗଲେ ତାର ଦୁଷ୍ଟାମି କମିଯିବ। ପୁନଶ୍ଚ ରାଜୀବକୁ କଲିକତା ନେଇଯାଇ କାମ ଶିଖାଇବାକୁ ଗୋପାଳ ବାବୁ ମଧ୍ୟ ଚାହୁଁଥିଲେ। ତ ପିଲାମାନେ ମନେ ରଖିବ ରାଜୀବ ସମ୍ପର୍କରେ ସାଆନ୍ତାଣୀ ସାଆନ୍ତଙ୍କୁ କଣ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବା। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ତାଙ୍କର କଣ ଅସୁବିଧା ହୁଏ? ତ ପିଲାମାନେ ପ୍ରଶ୍ନ ଅଛି, ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ତାଙ୍କର କଣ ଅସୁବିଧା ହୁଏ? ତ ପିଲାମାନେ ଏହାର ଉତ୍ତର ଲେଖିବ, ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ଭାଷା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। କାରଣ ବାବୁ ଇଂରାଜୀ ଜାଣନ୍ତି ନାହିଁ, ସାହେବ ବି ଓଡ଼ିଆ ବୁଝନ୍ତି ନାହିଁ। ସେଠାରେ ଦୋଭାଷୀ ଜରିଆରେ ସମସ୍ତ କାର୍ଯ୍ୟ ଚାଲିଥାଏ। ମହାପାତ୍ର ବାବୁ ମଧ୍ୟ ଭଲ ଭାବରେ ଜାଣି ସାରିଲେଣି କି ଇଂରାଜୀ ଭାଷା ନ ଜାଣିଥିବା ହେତୁ ଏହି ଦୋଭାଷୀ ଜଣକ ମଝିରେ ରହି ଲାଭ ଉଠାଇଥାଏ। ତ ପିଲାମାନେ ମନେ ରଖିବ, ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ତାଙ୍କର କଣ ଅସୁବିଧା ହୁଏ? ନେକ୍ସଟ କ୍ୱେଶ୍ଚନ ପିଲାମାନେ କଣ ଅଛି ନା, ବାବୁ ରାଜୀବ କେଉଁ ବିଷୟରେ ପକ୍କା ହୋଇଗଲେଣି ବୋଲି କୁହାଯାଇଛି? ତ ପିଲାମାନେ ଏହାର ଉତ୍ତର ଲେଖିବ, 4-5 ବର୍ଷ ଭିତରେ ଇଂରେଜୀ ପଢ଼ା ନ ହେଉ ପଛକେ ବାବୁ ରାଜୀବ ସଭା ସମିତିରେ ଉପସ୍ଥିତି, ଥିଏଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ପକ୍କା ହୋଇଗଲେଣି ବୋଲି କୁହାଯାଇଛି। ରାଜୀବ ନିଜର କେତେଜଣ ବନ୍ଧୁଙ୍କ ସହିତ ମିଶି କୁସଂସ୍କାର ବିମର୍ଦିନୀ ଓ ନାରୀ ସ୍ୱାଧୀନତା ବିବର୍ଦିନୀ ନାମକ ଯୋଡ଼ିଏ ସମିତି ସ୍ଥାପନ କରିଥିଲେ, ଯେଉଁଥିରେ ରାଜୀବ ବାବୁ ନିଜେ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ତ ପିଲାମାନେ ମନେ ରଖିବ, ବାବୁ ରାଜୀବ କେଉଁ ବିଷୟରେ ପକ୍କା ହୋଇଗଲେଣି ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ ଦେଖିବା। କେଉଁ ଦିନ ହୋଟେଲ ବାଲାର ବେଶ ଆୟ ହୋଇଥାଏ? ତ ପିଲାମାନେ କେଉଁ ଦିନ ହୋଟେଲ ବାଲାର ବେଶ ଆୟ ହୋଇଥାଏ? ମନେ ରଖିବ, ରାଜୀବ ବାବୁ କଲିକତାରେ ନିଜ ବନ୍ଧୁମାନଙ୍କ ସହ ମିଶି ସ୍ଥାପନ କରିଥିବା ଦୁଇ ସମିତି କୁସଂସ୍କାର ବିମର୍ଦିନୀ ଓ ନାରୀ ସ୍ୱାଧୀନତା ବିବର୍ଦିନୀର ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ ଏବଂ କଲିକତାର ନିୟମ ଅନୁସାରେ ସଭାର ସମସ୍ତ ବ୍ୟୟ ସମ୍ପାଦକ ରାଜୀବ ବାବୁ ବହନ କରୁଥିଲେ। ସମ୍ପାଦକ ରାଜୀବ ବାବୁ ସଭାରେ ବକ୍ତୃତା ଦେଲାବେଳେ ଯେଉଁଦିନ ବହୁତ ହାତ ତାଳି ଦିଆଯାଏ, ସେହିଦିନ ହୋଟେଲ ବାଲାର ବେଶ ଆୟ ହୋଇଥାଏ। ତ ପିଲାମାନେ ମନେ ରଖିବ, କେଉଁ ଦିନ ହୋଟେଲ ବାଲାର ବେଶ ଆୟ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା। ରାଜୀବଙ୍କ କେଉଁ ଇଚ୍ଛାକୁ ମହାଜନ ବଳବାବୁ ସଫଳ କରି ନଥିଲେ? ଏହାର ଉତ୍ତର ଲେଖିବ, ଆକସ୍ମିକ ଭାବେ ଗୋପାଳ ବାବୁ ଶନିପାତ ବେମାରୀରେ ପୀଡ଼ିତ ହୋଇ ମୃତ୍ୟୁବରଣ କଲା ପରେ କାନ୍ଦିବା ଗୋଟିଏ କୁସଂସ୍କାର ବୋଲି ରାଜୀବ ବାବୁ ହାତରେ କଳାକନା ବାନ୍ଧି ଶୋକ ପ୍ରକାଶ ଲାଗି ସଭାରେ 3 ଦିନ ଭାଷଣ ଦେଲେ। ରାଜୀବଙ୍କର ଇଚ୍ଛା ଥିଲା ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବା କୁସଂସ୍କାର, କେବଳ ସଭାଗୃହରେ ଭୋଜି, ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାରେ ଚାନ୍ଦା ଦେବା ଦରକାର। ମାତ୍ର ମହାଜନ ବଳବାବୁ ରାଜୀବଙ୍କ ଏହି ଇଚ୍ଛାକୁ ସଫଳ କରିନଥିଲେ। ନେକ୍ସଟ କ୍ୱେଶ୍ଚନ, ଧୂଆଁପତ୍ର କାରବାର ସମ୍ପର୍କରେ କଣ କୁହାଯାଇଛି? ତ ପିଲାମାନେ ଧୂଆଁପତ୍ର କାରବାର ସମ୍ପର୍କରେ କଣ କୁହାଯାଇଛି ନା, ଧୂଆଁପତ୍ର କାରବାର ବଡ଼ କଠିନ। ଏଥିରେ କଥା ପଦକେ ଘୋଡ଼ା ଚଢ଼ା ମହାଜନ ଘାସ କାଟେ, ଘାସ କଟା ଘୋଡ଼ା ଚଢ଼େ। ଧୂଆଁପତ୍ର ବା ଦୋକ୍ତା କାରବାର ଆଉ ଗୋଖର ସାପ ଖେଳାଇବା ଏକା କଥା। ବାସନା ଓ ରଙ୍ଗରେ ସମାନ ଜଣା ପଡ଼ୁଥିବା ସେହି ମାଲର ମହଣକର ଦାମ 20 ଟଙ୍କା ତ ପୁଣି ସେହି ମହଣକର ଦାମ 40 ଟଙ୍କା। ତେଣୁ ଚିହ୍ନରା ଦଣ୍ଡିଦାର ନ ଧରି କେହି ଧୂଆଁପତ୍ର କିଣିବାକୁ ଭରସି ପାରନ୍ତି ନାହିଁ। ନେକ୍ସଟ କ୍ୱେଶ୍ଚନ, ଗୋପାଳ କିପରି କଲିକତା ଯାଇଥିଲା? ତ ପିଲାମାନେ ପ୍ରଶ୍ନ ଅଛି, ଗୋପାଳ କିପରି କଲିକତା ଯାଇଥିଲା? ମହାଜନ ବଳରାମ ବାବୁ ଥରେ ତାଙ୍କ ଘର ଓଡ଼ିଶାର ଯାଜପୁର ଅଞ୍ଚଳକୁ ଆସିଥିଲା ବେଳେ ଦେଖିଲେ 10-12 ବର୍ଷର ଛେଉଣ୍ଡ ପିଲା ଗୋପାଳିଆଟା ଗାଁରେ ବୁଲୁଛି। ଜାତିପୁଅଟା ଅନସ୍ତା ହୋଇ ଅସହାୟ ଅବସ୍ଥାରେ ଗାଁରେ ବୁଲୁଥିବା ଦେଖି ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ। ତେଣୁ ସେ ଦୟା କରି ନିଜ ସାଙ୍ଗରେ ତାକୁ କଲିକତା ନେଇଗଲେ ଓ ଗୋପାଳ ସେଠାରେ ଗଦିରେ ରହିଲା।
तो पिलामाने मने रखिबो गोपाल किपरि कलिकता जाइथिला। नेक्स्ट क्वेश्चन कलिकता गदी रे गोपाल प्रथमे किपरि थिला। तो पिलामाने प्रश्न अछि कलिकता गदी रे गोपाल प्रथमे किपरि थिला। महाजन बलबाबू दयाकरी चाती पुओ गोपाल को सांगरे कलिकता नहीं गले ओ गोपाल दिन राति सेही गदी रे पड़ी रहिला। कलिकता रे गोपाल खाउछि तो खाउछि अछि तो अछि ताकू देखिबाकू कि भल मंद बुझिबाकू केई नथिले। अर्थात कलिकता रे पहुंचिला परे गोपालर अवस्था गाँ रे थिबा बेले जेउपरि थिला सेहीपरि ही रहिथिला। सेथिरे कोनोसी परिवर्तन हेउ नथिला। तो पिला माने मने रखिबो कलिकता गदी रे गोपाल प्रथमे किपरि थिला। नेक्स्ट क्वेश्चन मोहर पोटला देखी गोपाल कौन करिथिला। तो पिला माने प्रश्न अछि मोहर पोटला देखी गोपाल कौन करिथिला ना दिने बलराम बाबू 5टा आखबरी मोहर किनिथिले। मात्र केतेबेले तळे रखी देले जे समस्त व्यवसाय धंदा तुटाई घर को गला बेलकू से मोहर कथा संपूर्ण भूली जाइथिले। तही आर दिन सकाळे गोपाल मोहर पोटला देखी ताहाकू हातरे धरी बाबूंको पाखकू धाइला एवं बाबूंकू न पाई ताहाकू तांको पलंक तकिया तळे थोई देला। तो पिला माने मने रखिबो मोहर पोटला देखी गोपाल कौन करिथिला। नेक्स्ट क्वेश्चन देखिबा पिला माने नेक्स्ट क्वेश्चन अछि तमरो कुकुडा डाक आगरु गद्यान धार्मिक हिंदू महाजन माने कौन करिथांती। तो पिला माने मने रखिबो कुकुडा डाक आगरु गद्यान धार्मिक हिंदू महाजन माने गंगा स्नान को बाहरी जाती और ढेर जगार ठाकुर ठाकुराणी दर्शन करी गदी को फेरिला बेलकू बेल 2 घड़ी हो जाए। गद्यान महाजन मानंकू बा केतेबेले फुर्सत मिले तेणु धर्म कार्य करिवार असल बेल हेउछि एही समय। तो पिला माने मने रखिबो कुकुडा डाक आगरु गद्यान धार्मिक हिंदू महाजन माने कौन करिथांती। पिला माने नेक्स्ट क्वेश्चन अछि तमरो कपाड़िया लोक को कौन मिली थाए ओ से गले कौन होई थाए। तो पिला माने देखिबा आर उत्तर तुम माने कौन लिखिबो ना बाबू बलराम बल जणे सौदागर पाखकू 5टा आकबरी मोहर किनिथिले बाक्सरे रखी पूजा करिबा पाई मात्र मोहर को तळे थोई देई व्यवसाय कार्य व्यस्त रही गदी बंद करी चलीगले। परदिन बाबू गदी खोली विभिन्न कार्य समापन कला परे बेल 6 घड़ी बेलकू मोहर कथा मने पड़िबारु बाबू मोहर न पाई व्यस्त होई पड़िले कारण आकबरी मोहर केवल कपाड़िया लोक को मिली थाए ओ से मोहर गले लक्ष्मी छाड़ी जाए। तो पिला माने मने रखिबो कपाड़िया लोक को कौन मिली थाए ओ से गले कौन होई थाए। नेक्स्ट क्वेश्चन रोसैया ब्राह्मण संपर्क रे कौन कहा जायछि। तो पिला माने मने रखिबो रोसैया ब्राह्मण संपर्क रे कौन कहा जायछि ना दिने बेल 6 घड़ी जाए। बलराम बाबूंको रोसैया ब्राह्मणर देखा दर्शन मिलिला नाही कि रोसई कार्य आरंभ होई पारिला नाही। परे जना पड़िला जे रोसैया ब्राह्मण बाबूंको टंका सिंधुक चाबी भांगी 500 टंकार थळीटिए धरी कुआडे फेरार होई जायछि। ढेर खोज तलाश हेला परे थाना रे एतला दियागला मात्र पुलिस मध्य रोसैया ब्राह्मणर कोनोसी पत्ता पाई नथिले से एका बेलके उभान होई जाइथिले। तो पिला माने मने रखिबो रोसैया ब्राह्मण संपर्क रे कौन कहा जायछि। नेक्स्ट क्वेश्चन गोपाल केमिति रांधी शिखिथिला बोली कहिछि। तो पिला माने मने रखिबो पूजारी टंका थळी नेई उभान होई गला परे बाबूंको उपास रहिबा देखि भाळेणी पड़िला। बाबू तो बंगाली ब्राह्मण हातरू खाइबे नाही एबे चंचल ओडिया ब्राह्मण अबा केउठू मिलिबो। पूजारी रांधुथिबा बेले गोपाल देखी देखी रांधणा शिखी जाइथिला। से बाबूंकू हिम्मत देई रोसई रे लागिगला ओ अति चंचल बाबूंको 5 दियण 6 भजा रांधी करी बाढ़ी देला। तो पिला माने मने रखिबो गोपाल केमिति रांधी शिखिथिला बोली कहिछि। नेक्स्ट क्वेश्चन पांजिया गुमास्ता प्रजापाटक माने नुआ जमीदारଙ୍କ ପାଇଁ कौन କରିଥିଲେ। तो पिला माने मने रखिबो महाजन बलबाबू राजीव को पितृ कार्य रे लगाई देई भाबिले पाठुआ पिलाटा कामरे बापा को बळी पड़िबो मात्र फलवडटा हेबारु से ताकू कारबाररू हटाई देले। अगत्या राजीव बाबू गाँ को फेरी गले
ସରକାରୀ ସ୍କୁଲରେ ଢେର ପାଠ ପଢ଼ି ତାଲିମ ନେଇଥିବା ନୂଆ ଜମିଦାରଙ୍କୁ ଭେଟିବା ପାଇଁ ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକମାନେ ଏକ ସଭା କରିବାକୁ ସ୍ଥିର କଲେ। ଆଉ ସଭା ନାମ ଶୁଣି ଜମିଦାରଙ୍କ ମନ ମଧ୍ୟ ଖୁସି ହୋଇଗଲା। ତ ପିଲାମାନେ ମନେ ରଖିବ, ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକମାନେ ନୂଆ ଜମିଦାରଙ୍କ ପାଇଁ କ'ଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ସାମପୁର ଗାଁ ଲୋକ ଓ ଗ୍ରାମ ପିଲାଙ୍କର ଗୋପାଳ ବାବୁ କି ଉପକାର କରିଥିଲେ। ତ ପିଲାମାନେ ଉତ୍ତର ଲେଖିବ, ସାମପୁର ଗାଁ ଲୋକଙ୍କୁ ଗୋପାଳ ବାବୁ କଲିକତାରେ ନାନା କାମରେ ଲଗାଇ ଦେଇ ରୋଜଗାର କରାଇ ଦେଉଥିଲେ ଓ ଗ୍ରାମ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ କଟକରେ ରଖି ପଢ଼ାଉଥିଲେ। ବାବୁଙ୍କ ସାହାଯ୍ୟ ଓ ଯତ୍ନରେ ଢେର ପିଲା କଟକରୁ ଶିକ୍ଷିତ ହୋଇ ସରକାରୀ ଚାକିରିରେ ନିଯୁକ୍ତି ପାଇ ପାରିଥିଲେ। ତେଣୁ ସାମପୁର ଗାଁବାଲାଙ୍କର ଗୋପାଳ ବାବୁଙ୍କ ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଥିଲା। ତ ପିଲାମାନେ ମନେ ରଖିବ, ସାମପୁର ଗାଁ ଲୋକ ଓ ଗ୍ରାମ ପିଲାଙ୍କର ଗୋପାଳ ବାବୁ କି ଉପକାର କରିଥିଲେ। ନେକ୍ସଟ କ୍ୱେଶ୍ଚନ, କଲିକତା ଧୂଆଁପତ୍ରର ନାମ ବାଲେଶ୍ୱରୀ ବୋଲି କାହିଁକି କୁହାଯାଉଥିଲା। ତ ପିଲାମାନେ ମନେ ରଖିବ, ବାବୁ ବଳରାମ ବଳଙ୍କର କଲିକତା ବଡ଼ ବଜାରରେ ମହାଜିନ କାରବାର ହୁଏ। ସେଠାକୁ ଉତ୍କଳର ସମସ୍ତ ବେପାରୀ ଆସନ୍ତି। ଲକ୍ଷ ଲକ୍ଷ ଟଙ୍କାର କାରବାର ହୁଏ। ବାଲେଶ୍ୱର ଜାହାଜରେ ମାଲ ଆମଦାନୀ ହୁଏ। କଲିକତାକୁ ଆମଦାନୀ ମାଲ ମଧ୍ୟରେ ଧୂଆଁପତ୍ର ପ୍ରଧାନ। ଏହାର ନାମ ବାଲେଶ୍ୱରୀ ହେଲେ ହେଁ ବାଲେଶ୍ୱର ଲୋକ ଧୂଆଁପତ୍ର ଗଛ କେବେ ଦେଖି ନଥିଲେ। ତ ପିଲାମାନେ ମନେ ରଖିବ, କଲିକତା ଧୂଆଁପତ୍ରର ନାମ ବାଲେଶ୍ୱରୀ ବୋଲି କାହିଁକି କୁହାଯାଉଥିଲା। ନେକ୍ସଟ କ୍ୱେଶ୍ଚନ, କେଉଁ ପରିସ୍ଥିତିରେ ଗୋପାଳ ରନ୍ଧାବଢ଼ା ଦାୟିତ୍ୱ ନେଇଥିଲା। ତ ପିଲାମାନେ ମନେ ରଖିବ, କେଉଁ ପରିସ୍ଥିତିରେ ଗୋପାଳ ରନ୍ଧାବଢ଼ା ଦାୟିତ୍ୱ ନେଇଥିଲା ନା ମହାଜନଙ୍କ ଟଙ୍କା ଥଳି ନେଇ ରୋଷେଇଆ ପଳାଇ ଯାଇଥିବାରୁ ତାଙ୍କ ମନ ଦୁଃଖ ଥିଲା। ପୁଣି ରୋଷେଇଆ ନଥିବାରୁ ରୋଷେଇ ହୋଇପାରି ନଥିଲା। ମହାଜନ ବାବୁ ବଳରାମ ବଙ୍ଗାଳୀଙ୍କ ହାତରୁ ଖାଦ୍ୟ ଖାଆନ୍ତି ନାହିଁ। ଏହି ପରିସ୍ଥିତିରେ ରୋଷେଇ ସମ୍ପର୍କରେ ସାଧାରଣ ଜ୍ଞାନ ଥିବା ଗୋପାଳ ରନ୍ଧାବଢ଼ା ଦାୟିତ୍ୱ ନେଇଥିଲା। ତ ପିଲାମାନେ ମନେ ରଖିବ, କେଉଁ ପରିସ୍ଥିତିରେ ଗୋପାଳ ରନ୍ଧାବଢ଼ା ଦାୟିତ୍ୱ ନେଇଥିଲା। ନେକ୍ସଟ କ୍ୱେଶ୍ଚନ ଦେଖିବା, ବେପାରରେ ଗୋପାଳ କିପରି ବାବୁ ବଳରାମଙ୍କ ଡାହାଣ ହାତ ହୋଇଥିଲା। ତ ପିଲାମାନେ ଉତ୍ତର ଲେଖିବ କ'ଣ ନା ବେପାରରେ ଗୋପାଳ ବାବୁ ବଳରାମଙ୍କର ବିଶ୍ୱାସ ଭାଜନ ହୋଇପାରିଥିଲା। ମାଲ କିଣାବିକା ସମ୍ପର୍କରେ ଗୋପାଳ ବେଶ ଚତୁର ହୋଇଯାଇଥିଲା। ବେପାରରେ ଗୋପାଳ ବାବୁଙ୍କ ଠାରୁ ବଳି ପଡ଼ିଥିଲା। ବେଶୀ 2 ପଇସା କିପରି ଲାଭ ହେବ ସେଥିପାଇଁ ସେ ଚିନ୍ତା କରୁଥିଲା। ତେଣୁ ବେପାରରେ ଗୋପାଳ ବାବୁ ବଳରାମଙ୍କର ଡାହାଣ ହାତ ହୋଇଥିଲା। ତ ପିଲାମାନେ ମନେ ରଖିବ, ବେପାରରେ ଗୋପାଳ କିପରି ବାବୁ ବଳରାମଙ୍କ ଡାହାଣ ହାତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ବଳେ ଏବେ ତୁନି ହୋଇ ଗଦିରେ ମାଳା ଗଡ଼ାଉଥାନ୍ତି। ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି। ତ ପିଲାମାନେ ପ୍ରଶ୍ନ କ'ଣ ଅଛି, ବଳେ ଏବେ ତୁନି ହୋଇ ଗଦିରେ ମାଳା ଗଡ଼ାଉଥାନ୍ତି। ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ନା ବଳେ ଏବେ ତୁନି ହୋଇ ଗଦିରେ ମାଳା ଗଡ଼ାଉଥାନ୍ତି। ଏହାର ତାତ୍ପର୍ଯ୍ୟ ହେଲା, ଗୋପାଳ ମହାପାତ୍ର ଜମିଦାର ବଳ ବାବୁଙ୍କର ଡାହାଣ ହାତ ହୋଇ ସାରିଥିଲା। ବିଶ୍ୱାସରେ ବ୍ୟବସାୟକୁ ପରିଚାଳନା କରୁଥିଲା। ବ୍ୟବସାୟରେ ଲାଭ ଅଧିକ ହେବା ପାଇଁ ଚାଷୀମାନଙ୍କ ଠାରୁ ସଉଦା କରୁଥିଲା। ଏହା ଦେଖି ଜମିଦାର ବଳଙ୍କର ବିଶ୍ୱାସ ବଢ଼ିଯାଇଥିଲା। ତେଣୁ ଗଦିରେ ବସି କେବଳ ମାଳା ଗଡ଼ାଉଥିଲେ। ତ ପିଲାମାନେ ମନେ ରଖିବ, ବଳେ ଏବେ ତୁନି ହୋଇ ଗଦିରେ ମାଳା ଗଡ଼ାଉଥାନ୍ତି। ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି। ପିଲାମାନେ ନେକ୍ସଟ ଭିଡ଼ିଓରେ ଆମେ 3 ମାର୍କିଆ ପ୍ରଶ୍ନ ଆଲୋଚନା କରିବା। ତା ପୂର୍ବରୁ ପିଲାମାନେ, ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।